ଉଦୟ ନିବୃତ କୋଣରୁ ଦଉଛି ଗୋଲାପୀ ଗୋଲାପୀ ଅଭିନନ୍ଦନ। ଆଜ୍ଞା ଗୋଟେ ସମୟ ବର୍ତ୍ତମାନ ଆସିକି ଏମିତି ହେଇଯାଇଛି ଯେ ଭଗବାନ ବର୍ତ୍ତମାନ ଚିନ୍ତା କଲେଣି ଯେ ମଣିଷ ଗୁଡାକ ଯୋଉ ତିଆରି କରିଥିଲି ଇଏ ମଣିଷ ମୂର୍ତ୍ତି କଣ ଟିଉସନ କଲେ ଉଦାହରଣ ଦେଇ ବୁଝେଇ ଦେଉଛି। ଗୋଟେ କାଠୁରିଆ ଥିଲା ସେ ସବୁଦିନ ଜଙ୍ଗଲକୁ କାଠ କାଟିବାକୁ ଲାଗିଲା। ଦିନେ କିନ୍ତୁ ଗୋଟେ ଗଛରେ ଚଢି ସେ କାଠ କାଟୁଛି, ହଠାତ୍ କଣ ହେଲା ତା ହାତ ଝାଳ ହେଇଗଲା, କୁହାଡିଟା ତା ହାତରୁ ଖସିଗଲା, ତଳେ ଗୋଟେ ପାଣିର ଗଡିଆ ଥିଲା ତା ଭିତରେ ଯାଇ ସେ କୁହାଡିଟା ତ ଇଏ ସାଙ୍ଗେ ସାଙ୍ଗେ ଗଛ ବୁଲେଇ ପଡିଲା, ଦେଖିଲା କୁଆଡେ କିଛି ଦେଖା ହଉନି, ତ ସାଙ୍ଗେ ସାଙ୍ଗେ ଗାମୁଛା ନେଇ ଗଛା ମାରିଦେଇ ପାଣି ଭିତରେ ବୁଡିଗଲା। ପାଖାପାଖି 45 ମିନିଟ୍ 47 ମିନିଟ୍ ଖଣ୍ଡେ ଘାଟିଲା, ଉପରକୁ ଆସିଲା ପାଇଲା କାଦୁଅ ମଗରେ ଉପରକୁ ବୁଡି ଯାଇଛି। ଆସିଲା କାନ୍ଦିଲା, ଭଗବାନ ବାଟିଛି ତମେ କଣ କର? କୁରାଡି ଖଣ୍ଡେ ଥିଲା, କାଠ କାଟୁଥିଲି, ପିଲା ଛୁଆ ପରିବାର ଚଳୁଥିଲେ, ମୁଁ ଏବେ କରିବି କଣ? ଯେମିତି କାନ୍ଦିଲା 35 ମିନିଟ୍ ଖଣ୍ଡେ କାନ୍ଦିଲା, ଭଗବାନ ସହ୍ୟ କରିପାରିଲେନି। କି 5 ମିନିଟ୍ 10 ମିନିଟ୍ ସିନା ଟଳେଇବୁ, 35 ମିନିଟ୍ ଭଗବାନ ହଠାତ୍ କି ଡାଇରେକ୍ଟ ଲାଇଭ୍ ଟେଲିକାଷ୍ଟ ପଳେଇ କଣ ହେଇଗଲା ପ୍ରଭୁ ଢାକା ପାଣି ପଡ଼ିଗଲା, ମୋ ପିଲା ଛୁଆ ଭଗବାନ ଲାଇଭ୍ ଡାଇରେକ୍ଟ ଭଗବାନଙ୍କ ପାଖକୁ ଆଇଲି, ତୁ ବିଶ୍ୱାସ କରୁ ରହ ଆଣୁଛି କହି ପାଣି ଭିତରେ ବୁଡ଼ିଗଲେ। ସୁନାର ଗୁଡ଼ାଏ ବୁଲିଲେ, ପୁରା ବେଟ ସୁନା ଆଉ ଗରି ସୁନା। ତାକୁ ପଚାରିଲେ ଏଇଟା କଣ? ସେ କହିଲା ନା ଆଜ୍ଞା ଦେଖାଉଛି ଏଇଟା ମୋର ଭଗବାନ ସୁନା କହୁଛି ତାକୁ ରଖିଦେଇ ବୁଡ଼ିଗଲେ, କମ୍ପ୍ଲିଟ ହୀରା ଗୁଡ଼ାଏ ବୁଲେ କହିଲେ ଏଇଟା କର, ଏଇଟା ଲାଗି ମୋ ଝିଅ ଶୁଣିଲେ ଆପଣ ସତରେ ଭଗବାନ ଏଇଟା ପୁରା କାଚଟା ଭଗବାନ ଆଶ୍ଚର୍ଯ୍ୟ। ସୁନାଟାକୁ କହିଲା ହଳଦିଆ କଣ ଦେଖା ହଉଛି, ହୀରାଟାକୁ କହୁଛି କାଚ, କିନ୍ତୁ ତ ବୁଢ଼ାଇନି ସେ ଲାଗେ କାଠ ପେଟ ଲାଗିଛି ଅଗଲେ ଲୁହା। ଭଗବାନ କହିଲେ ମୋତେ ବୁଝୁଛି ବୁଢ଼ାଇ କାଳ କଣ ପାଣି ଭିତରେ ବୁଡ଼ିଗଲେ ତାର ଅରିଜିନାଲ ବୁଢ଼ାଇ ଟିକେ ଆଣେ ଏଇଟା ତ ଆଚ୍ଛା ଭଗବାନ ମତେ କହିଲେ ମୁଁ 45 ମିନିଟ୍ ପାଣି ବସି ଘାଟିକି ପାଇଲେ ତମେ କଣ ଧରିକି ପଳେଇବ? ଭଗବାନ କହିଲେ ଆଜିକା ଦିନରେ ଯେତେବେଳେ ମିଛ ପ୍ରାର୍ଥନା କାଉଟିରେ ଭର୍ତ୍ତି ସେ ଜାଗାରେ କୋଉ ଭଳିଆ ସରଳିଆ ମଣିଷରେ ପାଇଁ ସେଇଟା ହଉଛି ମୋ ପାଇଁ ଇମ୍ପୋର୍ଟାଣ୍ଟ। ମୁଁ ତ ଉପରେ ଖୁସି ଯାହା ମାଗୁଛୁ ମାଗିବା ଦରକାର ନାହିଁ, ସେ ସୁନା କୁରାଣି ସେ ହୀରା କୁରାଣି ତୋ ଲୁହା କୁରାଣି ସବୁଠି ନେଇଯିବ। ଇଏ ଗପ ଆପଣମାନେ ଆଗରୁ ଶୁଣିଥିଲେ କି? ମୁଁ କଣ ତାକୁ କହି ସମୟ ନଷ୍ଟ କରିବି? ମୋ ଗପ ଏଇଠୁ ଆରମ୍ଭ। ଆଉ ଦିନେ ସେ କାଠ କାଟିବା ଲାଗି ଘରୁ ଜଷ୍ଟ ବାହାରୁଛି, ହଠାତ୍ ସ୍ତ୍ରୀ ତାକୁ ପଛରୁ ଡାକି କହିଲା ଏଇଠି ଶୁଣୁଛ? ଆପଣ ଲକ୍ଷ୍ୟ କରନ୍ତି ସ୍ତ୍ରୀ ମାନଙ୍କର ଗୁଣ ସକାଳ ପାଖରୁ ମୁହଁ ବୁଝିକି କିଛି କହିଲେନି, କୁଆଡେ ଗୋଟେ ବାହାରିଲା ବେଳେ ପଛରୁ ଡାକିବେ ଏଇଠି ଶୁଣୁଛ ଆସିଲା ବେଳେ ପିଆଜ ଆଣିବୁ ଗ୍ୟାସ ଆଣିବୁ ନୁହଁ। ତ ଠିକ ସେ ସ୍ତ୍ରୀ ସେମିତି କହିଲା ପିଲା ତ ସ୍କୁଲ ଗଲେଣି, ମୁଁ କାହିଁ ଘରେ ବସିକି ଚାଲ ମୁଁ ତମ ସାଙ୍ଗେ କାଠ କାଟିବା ଲାଗି। ସ୍ୱାମୀ କହିଲେ ଚାଲ କାଠ କରିବା ପାଇଁ ମତେ ମାଲ ମିଳିଗଲା। ଯୋଉ ଗଛରୁ ତା କୁରାଡ଼ି ଧରିଥିଲା ସେଟା ଜାମୁକୋଳି ଗଛ। ସ୍ୱାମୀ ତା ଗଛ ଉପରକୁ ଚଢିଲା କାଠ କାଟି ଦଉଥିଲି, ସ୍ତ୍ରୀ କହିଲା ଓ ମାଇ ଗଡ୍ କେତେ ସୁନ୍ଦର କୋଳି, 2-4ଟା ଖସଲ ମୁଁ ଖାଇଲି। ସ୍ୱାମୀ କହିଲା ରହ ପାଚି ଯାଇଛି ଝୁଅ, ତଳେ ତମେ ଧୋଇ ହେଇଯିବ, ତୁ ଶାଢୀ ପଣତ ଦେଖା। ଇଏ ପଣତ ଦେଖେଇ ହଜବେଣ୍ଡ ପକଉଛି, ବିଶ୍ୱାସ କରିବେନି ଇଂରେଜ ଆସିକି ସ୍ତ୍ରୀଟା ସେଇ ଓଡ଼ିଆ ଭିତରେ ରହିଲା। ଶାଢୀ ଉଠିଆ ଥିଲା, ଦେଖିଲା କୁଆଡେ କିଛି ଦେଖାଉ କହିଲା ଭଗବାନ ତମେ ସେଦିନ ବାହାରିବା ମାତ୍ରେ ମତେ କହିଥିଲ ନନସେନ୍ସ, ମୁଁ କହୁଛି ତମେ ୟୁଜଲେସ୍ ସେନ୍ସଲେସ୍ ସେନ୍ସଲେସ୍ 50 ଟଙ୍କା ଖର୍ଚ୍ଚ କରିଲେ କୁରାଡ଼ି କେତେ ଦିଏ ତା ଦିଏ ମୋ ସ୍ତ୍ରୀ କେ ମୁଁ କଣ କରିବି? କୁଆଡେ ଗଲା ତା ଶାଢୀ ସାୟା କିଛି ଦେଖାଉନି। କଣ ମାରି ଚୋଟ ଖଣ୍ଡେ ଧାଇକି ପଳେଇଲା ନା ପ୍ରଭୁ ମୋ ସ୍ତ୍ରୀ ବୁଡ଼ିଗଲା, ଭଗବାନ ସେଦିନ ତତେ ସୁନା କୁରାଡ଼ି ହୀରା କୁରାଡ଼ି ଦେଇ ତା ବାହାରେ ମୋ ଉପରେ ଡାକ ଭଗବାନ କହିକି ବୁଡ଼ିଗଲେ। ଆପଣ ଆଜ୍ଞା ବିଶ୍ୱାସ କରିବେନି ବୋଲି ଆଣି ଶୁଣିଲି ମାନେ ହଁ ଆଜ୍ଞା ଏଇଟା ମତେ ଦେଇଥିଲା ଏଇ ସୁନ୍ଦର ମତେ ଦେଖିଥିଲି ମାସ ତଳେ, ସୁନାର ଲୋଭ ନଥିଲା, ହୀରାର ଲୋଭ ନଥିଲା, ଆଜି ତୁ ସୁନ୍ଦରିଆ ଝିଅ ଦେଖିଥିଲୁ କହୁଛି ମୋ ସ୍ତ୍ରୀ। ନା ପ୍ରଭୁ ମୋର ପ୍ରୋବ୍ଲେମ ଟିକେ ଅଲଗା। ନା କଣ? ନା ମୁଁ ଆକୁ ମନା କରିବି ତମେ ତାକୁ ରଖିଦେଇକି ଯିବ, ତାପରେ ଆମର ନେଇ ଆସିବ ଅଛି ତାକୁ, ମୁଁ ମନା କରିବି ତାକୁ ରଖିଦେଇକି ଯିବ, ତାପରେ ସେ ମୋର କାଇଁ ମାଇକି ନାହିଁ ମୁଁ ତମ ପ୍ରକୃତି ଜାଣିଛି, ତମେ 3ଟା ଯାକ ଖୁସି ହେଇକି ଦେଇଦବ, ମୁଁ ସମ୍ଭାଳି ପାରିବି ନାହିଁ ଭାଇ। ଗାଲିରେ କେତେ ଲାଗି ଜାଣିଛି ଆମେ ଯୋଉଠି ମଣିଷକୁ ଭଗବାନ କଣ୍ଟ୍ରୋଲ କରିପାରୁନାହିଁ ସେଇ ଜାଗାରେ ଆମେ ସାଧାରଣ ମଣିଷ ସେଇ ମଣିଷ ମାନଙ୍କ ଭିତରେ ରହୁଛୁ। ଗୋଟେ କଥା ଜାଣିଛେ ଏଇମାନଙ୍କ ଭିତରେ ରହିବା, ଏମାନେ ଦୁଃଖ ଦେବେ ଆମେ ସହିବା, ଏମାନେ ସୁଖ ଦେଲେ ଆମେ ହସିବା, କିନ୍ତୁ ଆମେ କଣ ଅଟକି ଯିବା? ଆମେ ଆଗେ ଜିନା ଇସିକା ନାମ ସଳିତା ଭଳିଆ ଜଳିଯିବା, କିନ୍ତୁ ଅନ୍ୟକୁ ଲାଇଟ୍ ଦେଇଯିବା।